नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଆମେ ଆଲୋଚନା କରିବା ସିଜେଆଇ ଯୋଉ ମନ୍ତବ୍ୟ ଦେଇଛନ୍ତି, ଯୋଉଟା କି କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତି ସମ୍ପର୍କରେ ତାରି ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ବହୁତ ମୂଲ୍ୟ ଲାଗୁଛି ମୋତେ। କାରଣ ଆପଣଙ୍କର ସବସ୍କ୍ରାଇବକୁ ନେଇକି ନୂଆ ନୂଆ ତଥ୍ୟ ଉପସ୍ଥାପନ କରିକି ବା ନୂଆ ନୂଆ ଭିଡିଓ ତିଆରି କରିକି ଆପଣମାନଙ୍କ ସହିତ ଉପସ୍ଥାପନ କରିବା ପାଇଁ ପ୍ରେରଣା ଯୋଗାଉଛି। ତେଣୁ ମୁଁ ଅନୁରୋଧ କରୁଛି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି। ତେବେ ଗତକାଲି ଅର୍ଥାତ ୟା ପୂର୍ବ ଦିନରେ ଯୋଉ ପ୍ରତିଜ୍ଞା ରଖିଥିଲେ ବା ଯୋଉ ମନ୍ତବ୍ୟ ଦେଇଥିଲେ ଯେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ, ତାହାର ଉପରେ ଆମେ ଆଲୋଚନା କରିବା। କ୍ଷତିଗ୍ରସ୍ତ ଭଗବାନ ବିଷ୍ଣୁ ମୂର୍ତ୍ତି ସମ୍ପର୍କରେ ଶୁଣାଣି ଦେଇଥିବା ସମୟରେ ମୌଖିକ ମନ୍ତବ୍ୟ ଉପରେ 48 ଘଣ୍ଟା ଧରି ସୋସିଆଲ ମିଡିଆରେ ନୀରବତା ପ୍ରକାଶ କରିବା ପରେ ଭାରତର ମୁଖ୍ୟ ବିଚାରପତି ବିଆର୍ ଗଭାଇ ଗୁରୁବାର ଖୋଲା କୋର୍ଟରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସେ ସମସ୍ତ ଧର୍ମରେ ବିଶ୍ୱାସ କରନ୍ତି। ହିନ୍ଦୁ ହଉ, ଖ୍ରୀଷ୍ଟିଆନ ହଉ, ଜୈନ ହଉ, ଶିଖ ହଉ ବା ଇସଲାମ ହଉ, ଯେକୌଣସି ଧର୍ମ ସବୁ ଧର୍ମରେ ସେ ବିଶ୍ୱାସ କରନ୍ତି। ପ୍ରତ୍ୟେକ ଧର୍ମର ପୂଜାସ୍ଥଳ ପରିଦର୍ଶନ କରନ୍ତି ଏବଂ ପ୍ରକୃତ ଧର୍ମ ନିରପେକ୍ଷତା ଉପରେ ଦୃଢ ଭାବରେ ବିଶ୍ୱାସ କରନ୍ତି। ଏ କଥାଟି ନିଜେ ସିଜିଆଇ ଅର୍ଥାତ ଭାରତର ମୁଖ୍ୟ ବିଚାରପତି ବିଆର୍ ଗବାଇ ଗତକାଲି ଯାହା ସର୍ବସାଧାରଣ ଗୁରୁବାର ଦିନ କୋର୍ଟରେ ସର୍ବସାଧାରଣଙ୍କ ଆଗରେ ସ୍ପଷ୍ଟୀକରଣ ରଖିଥିଲେ। କେହି ଜଣେ ମତେ ଅନ୍ୟ ଦିନ କହିଥିଲେ ଯେ ମୁଁ ଯେଉଁ ମନ୍ତବ୍ୟ ଦେଇଥିଲି ତାହା ସୋସିଆଲ ମିଡିଆରେ ଚିତ୍ରିତ ହେଉଅଛି ବା ମୋର ଯୋଉ ମନ୍ତବ୍ୟତାକୁ ଆପଣଙ୍କର ସୋସିଆଲ ମିଡିଆରେ ବିଭିନ୍ନ ଆକାରରେ ରଙ୍ଗ ଦେଇକି ନାରେଟ କରିକି ଆପଣଙ୍କର ଚିତ୍ରିତ କରାଯାଉଛି, ଏ ବିଷୟ ମଧ୍ୟ ସେ ସେଠି ସ୍ପଷ୍ଟୀକରଣ ରଖିଥିଲେ। ମୁଁ ସମସ୍ତ ଧର୍ମରେ ବିଶ୍ୱାସ କରେ, এই କଥା କହିଛନ୍ତି ବିଆର୍ ଗବାଇ, ଚିଫ ଜଷ୍ଟିସ ଅଫ ଇଣ୍ଡିଆ। ମୁଁ ସମସ୍ତଙ୍କୁ ସମ୍ମାନ କରେ, ଆଉ ସେ ମଧ୍ୟ କହିଛନ୍ତି ମୁଁ ସମସ୍ତଙ୍କୁ ସମ୍ମାନ କରେ, ସବୁ ଧର୍ମର ଲୋକ ସମସ୍ତଙ୍କୁ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ତେଣୁ ସମସ୍ତେ ସମାନ ବିଫୋର ଦ ଲ। ବିଫୋର ଦ ଲ ଅଲ୍ ଆର୍ ଇକ୍ୱାଲ ଇନ୍ ଦ ଆଇସ୍ ଅଫ ଦ ଲ। ତେଣୁ ମୁଁ ସମସ୍ତଙ୍କୁ ସମ୍ମାନ କରେ। ମଧ୍ୟାହ୍ନ ଭୋଜନର ବିରତି ପରେ ଖଣ୍ଡପୀଠ ପୁନର୍ବାର ଏକତ୍ରିତ ହେବା ସମୟରେ ମୁଖ୍ୟ ବିଚାରପତି ଗବାଇ ସମେତ କୋର୍ଟ ରୁମକୁ କହିଥିଲେ କୋର୍ଟ ରୁମକୁ ସୂଚନା ଦେଇକି କହିଥିଲେ କିଏ ନା ସଲିସିଟର ଜେନେରାଲ ତୁଷାର ମେହେଟା। ସେ କହିଛନ୍ତି ଯେ ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟ ବିଚାରପତି ବିଆର୍ ଗବାଇଙ୍କୁ ସେ ଜାଣିଛନ୍ତି। ସେ କୋଉ ପ୍ରକାର ବ୍ୟକ୍ତି ଏବଂ ତାଙ୍କର ବ୍ୟକ୍ତି ବିଶେଷ ଉପରେ ଅନେକ ମହାନତା ଅଛି ଏବଂ ସେ ପ୍ରତ୍ୟେକ ଧର୍ମ ମନ୍ଦିର ଏବଂ ଧାର୍ମିକ ସ୍ଥଳକୁ ଯାଇ ତାଙ୍କର ଗସ୍ତ କରନ୍ତି ଏବଂ ସମସ୍ତ ବିଶ୍ୱବସ୍ତୁ ପ୍ରତି ସେ ଅନୁଧ୍ୟାନ କରନ୍ତି ବୋଲି ସଲିସିଟର ଜେନେରାଲ ତୁଷାରକାନ୍ତ ମେହେଟା ବା ତୁଷାର ମେହେଟା ସେଇଟା ସମସ୍ତଙ୍କ ଆଗରେ ପରିପ୍ରକାଶ କରିଛନ୍ତି। କେବେ ନା ଗତକାଲି ଅର୍ଥାତ 18 ତାରିଖ ଗୁରୁବାର ଦିନ। ମୁଖ୍ୟ ବିଚାରପତି ଗଭାଇ ଶ୍ରୀ ମେହେଟାଙ୍କ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ ଯେତେବେଳେ ମେହେଟା ସଲିସିଟର ଜେନେରାଲ ମେହେଟା ଏଇ ଯୋଉ ପ୍ରତିକ୍ରିୟା ଦେଲେ ଯେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଗଭାଇ ସାର୍ ସେ ହଉଛନ୍ତି ବହୁତ ଭଲ ବ୍ୟକ୍ତି, କାରଣ ସମସ୍ତ ଧର୍ମସ୍ଥଳୀ ସେ ବୁଲନ୍ତି, ସମସ୍ତ ଧର୍ମସ୍ଥଳୀ ଯାଇକି ସମସ୍ତଙ୍କୁ ସମ୍ମାନ କରି ଦେଖନ୍ତି, ସମସ୍ତଙ୍କୁ ସମଭାବାଚିହ୍ନ ରେ ଦେଖନ୍ତି। ଏ କଥା ଯେତେବେଳେ ସେ ନିଜେ ବ୍ୟକ୍ତ କରିଥିଲେ, ତାଙ୍କ କଥାକୁ ନେଇକି ମୁଖ୍ୟ ବିଚାରପତି କହିଛନ୍ତି ଯେ ସେ ଦରଗା ଏବଂ ଗୁରୁଦ୍ୱାର ମଧ୍ୟ ପରିଦର୍ଶନ କରିଛନ୍ତି। ନିଜେ ସିଜିଆଇ କହିଛନ୍ତି ଯେ ମୁଁ ଦରଗା ଏବଂ ଗୁରୁଦ୍ୱାର ମଧ୍ୟ ପରିଦର୍ଶନ କରିଛି। ଏ କଥା କହିଛନ୍ତି ନିଜେ ସିଜିଆଇ, ଚିଫ ଜଷ୍ଟିସ ଅଫ ଇଣ୍ଡିଆ। ମୁଁ ସମସ୍ତ ଧର୍ମର ପ୍ରକୃତ ଧର୍ମ ନିରପେକ୍ଷତାରେ ବିଶ୍ୱାସ କରୁଛି। କୌଣସି ଧର୍ମକୁ ପକ୍ଷପାତ କରିବାର ମୋର ଇଚ୍ଛା ନାହିଁ ବା ମୋର ମୌଳିକତା ନାହିଁ ବା ମାନସିକତା ନାହିଁ। ସବୁ ଧର୍ମକୁ ସମ୍ମାନ ଦିଏ ଏବଂ ସବୁ ଧର୍ମକୁ ଧର୍ମ ନିରପେକ୍ଷତା ରେ ବିଶ୍ୱାସ କରେ ମୁଁ। ଏ କଥା କହିଛନ୍ତି ସିଜିଆଇ। ପୁଣି ଅ, ଶ୍ରୀ ଗଭାଇ ଆଉଥରେ ପୁନର୍ବାର କହିଥିଲେ ଯେ ସେପ୍ଟେମ୍ବର 16 ତାରିଖରେ କୋର୍ଟ ଜାଭାରି ମନ୍ଦିରରେ 7 ଫୁଟ ଉଚ୍ଚ ଭଗବାନ ବିଷ୍ଣୁ ମୂର୍ତ୍ତିକୁ ପୁନର୍ନିର୍ମାଣ, ପ୍ରତିଷ୍ଠା ପାଳନ କିମ୍ବା ପୁନର୍ଜୀବିତ କରିବା ପାଇଁ ନିର୍ଦ୍ଦେଶ ଦାବି କରୁଥିବା ଏକ ଆବେଦନର ଶୁଣାଣି କରୁଥିଲା ବେଳେ ଯାହା ମଧ୍ୟପ୍ରଦେଶ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଖଜୁରାହ ସ୍ମାରକୀ ଗୋଷ୍ଠୀ ଏକ ଅଂଶ, ଯାହାକୁ କୁହାଯାଇଥିଲା କୋଉଥିପାଇଁ ଅପିଲ କରାଯାଇଥିଲା ନା ଅପିଲ କରାଯାଇଥିଲା ଯୋଉ ବିଷ୍ଣୁ ଭଗ୍ନାବଶେଷ ବିଷ୍ଣୁ ମୂର୍ତ୍ତିକୁ ପୁନର୍ନିର୍ମାଣ କରିବା ବା ପୁନଃ ପ୍ରତିଷ୍ଠା କରିବା ବା ପୁନର୍ଜୀବନ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ
जो अपिल करा जाइथिला बा जो जनस्वार्थ मामला दायर करा जाइथिला तारी उपरे सीजीआई कहछंती एहा होची जे मध्य प्रदेश रो यूनेस्को विश्वविद्यालय स्थ विश्व ऐतिह्य स्थल क्षमा करिवे विश्वविद्यालय नुह सेटा होची आपनकर विश्व ऐतिह्य स्थल खजुराह खजुराह स्मारकी गोष्ठीर एक अंश ए कथा कहछंती गवाही सीजीआई चीफ जस्टिस ऑफ इंडिया ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ସିଜିଆଇ ଜଷ୍ଟିସ ବିନୋଦ ଚନ୍ଦ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ଷରୁ ମୌଖିକ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ଏହା ସମ୍ପୂର୍ଣ୍ଣ ଜନସ୍ୱାର୍ଥ ମାମଲା ଏହା ସମ୍ପୂର୍ଣ୍ଣ ଜନସ୍ୱାର୍ଥ ମାମଲା এই যে খণ্ডপীঠ হয়েছিল সিজিআই চিফ জস্টিস অফ ইন্ডিয়া এবং বিনোদ চন্দ্রଙ୍କୁ নেই যে খণ্ডপীঠ হয়েছিল ସେଥିରେ এই যে ବିଷ୍ଣୁ ମନ୍ଦିରର ବିଷ୍ଣୁ ମୂର୍ତ୍ତିର ପୁନର୍ନିର୍ମାଣ ପ୍ରତିଷ୍ଠାନ କିମ୍ବା ପୁନର୍ଜୀବନ କରିବା ପାଇଁ ଯୋଉ ନିର୍ଦ୍ଦେଶ ଦେବା ପାଇଁ ଯୋଉ ଆବେଦନ କରିଥିଲେ ତାକୁ ସେ କହିଥିଲେ ବା ମୌଖିକ ଭାବରେ ବା ଓରାଲି ସେ କହିଥିଲେ ପ୍ରତ୍ୟାଖ୍ୟାନ କରି ସେ ସିଜିଆଇ ଜଷ୍ଟିସ ବିନୋଦ ଚନ୍ଦ୍ରକୁ ନେଇ ଗଠିତ ଖଣ୍ଡପୀଠ ପକ୍ଷରୁ ମୌଖିକ ଭାବରେ ସେ ମନ୍ତବ୍ୟ ଦେଇଥିଲେ ବା କହିଥିଲେ କଣ କହିଥିଲେ ଏହା ସମ୍ପୂର୍ଣ୍ଣ ଜନସ୍ୱାର୍ଥ ମାମଲା କଣ ଆଉ କଣ କହିଥିଲେ ଜନସ୍ୱାର୍ଥ ମାମଲା ଯାଅ ଏବଂ ଦେବତାଙ୍କୁ ନିଜେ କିଛି କରିବାକୁ କୁହନ୍ତୁ ଏ କଥା ସିଜିଆଇ କହିଥିଲେ ଏଇଟା ସମ୍ପୂର୍ଣ୍ଣ ଜନସ୍ୱାର୍ଥ ମାମଲା ତେଣୁ ତମେ ପ୍ରାର୍ଥନା କର ଜପ କର ବା ସେଠି ଯାଇକି ତମେ ଆରାଧନା କର ବା ସେଠି ଯାଇକି ତମେ ପୂଜା କର ଯେମିତି କିଛି ଗୋଟେ କାର୍ଯ୍ୟ ହବ ବା ବିଶ୍ୱାସ କରି କାମ କର ଏ କଥା ସେ କହିଥିଲେ ବ୍ରଡର ସେନ୍ସରେ ଯାହା ତାଙ୍କର ମନ୍ତବ୍ୟରୁ ଜଣାପଡୁଛି ସେ ଗୋଟେ ବ୍ରଡର ସେନ୍ସରେ କହିଥିଲେ ତୁମେ ତାଙ୍କର ଭକ୍ତ ହିସାବରେ ତୁମେ ସେଠିକି ଯାଅ ପ୍ରାର୍ଥନା କର ପୂଜା କର ଅର୍ଚ୍ଚନା କର ଏବଂ ମାଗ ଯେମିତି କିଛି ଘଟଣା ଘଟିବ ବା ଯେମିତି ତୁମେ ଚାହୁଁଛ ସେଇ ଅନୁସାରେ ତମକୁ ଫଳ ମିଳିବ ଏ କଥା ସିଜିଆଇ ତାଙ୍କର ବର୍ଣ୍ଣନା କରିଥିଲେ ଯଦି ଆପଣ କହୁଛନ୍ତି ଜଣେ ଆପଣଙ୍କର ଭଗବାନ ବିଷ୍ଣୁଙ୍କର ଜଣେ ଦୃଢ ଭକ୍ତ ତେବେ ଆପଣ ପ୍ରାର୍ଥନା କରନ୍ତୁ ଏବଂ କିଛି ଧ୍ୟାନ ମଧ୍ୟ କରନ୍ତୁ ଏ କଥା ସିଜିଆଇ ଆବେଦନକାରୀ ରାକେଶ ଦଲାଲଙ୍କୁ କହିଥିଲେ ରାକେଶ ଦଲାଲଙ୍କୁ କହିଥିଲେ ଯୋଉ ଅ 7 ତାରିଖରେ ଯୋଉ ରିପୋର୍ଟ ଦିଆଯାଇଥିଲା ବା 7 ତାରିଖ ଯୋଉ ହେଇଥିଲା ସେଇ ରିପୋର୍ଟରେ ଏଇ ଜିନିଷଟି ଆପଣଙ୍କର କଣ ଉଲ୍ଲିଖିତ ଅଟେ ଏଇ ଆଲକ୍ଷ୍ୟଟି ଉଲ୍ଲିଖିତ ଅଟେ ଏଇ ଜିନିଷଟି ହିଁ ସିଜିଆଇ କହିଥିଲେ ତୁମେ ଯଦି ପ୍ରକୃତ ପକ୍ଷେ ଅ ବିଷ୍ଣୁଙ୍କର ଭକ୍ତ ତାହେଲେ ଯାଅ ପ୍ରାର୍ଥନା କର କିଛି ଧ୍ୟାନ କର ଯାରି ଫଳରେ ତମର ମନସ୍କାମନା ପୂର୍ଣ୍ଣ ହବ ବା କିଛି ଅଲୌକିକ କାର୍ଯ୍ୟ ହବ ଏଇ କଥାଟି କିଏ ଆବେଦନ କରିଥିଲେ ଏଇ କେସଟି ଦାୟର କରିଥିଲେ ଜନସ୍ୱାର୍ଥ ମାମଲା ନା ରାକେଶ ଦଲାଲ ତାଙ୍କୁ ସେ କହିଥିଲେ ଗୁରୁବାର ଦିନ ସିଜିଆଇ ବ୍ୟାଖ୍ୟା କରିଥିଲେ ଯେ ତାଙ୍କର ମନ୍ତବ୍ୟ ଏହା ଜଣାଇବା ପାଇଁ ଥିଲା ଯେ କୋର୍ଟ ସମ୍ଭବତଃ ହସ୍ତକ୍ଷେପ କରିପାରିବେ ନାହିଁ କାରଣ ଏଇଟା ହଉଛି ଜନସ୍ୱାର୍ଥ ମାମଲା ଏବଂ ଏଇଟା ଧର୍ମ ବିଷୟ ଧର୍ମ ଜଣଙ୍କର ଧର୍ମ ଭାବାପନ୍ନ ତେଣୁକରି କୋର୍ଟ ୟା ଉପରେ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ କାରଣ ଏଇ ଅଞ୍ଚଳ ହଉଛି ଏକ ସୁରକ୍ଷିତ ଅଞ୍ଚଳ ବା ସୁରକ୍ଷିତ ସ୍ମାରକୀ ଯାହା ମୁଁ ଆପଣମାନଙ୍କ ସହିତ ଆଲୋଚନା କରୁଥିଲି ଏଇଟାକୁ ସେ କହିଥିଲେ ମଧ୍ୟପ୍ରଦେଶର ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳ ଖଜୁରାହ ସ୍ମାରକୀ ଗୋଷ୍ଠୀର ଏକ ଅଂଶ ତେଣୁ ଏହି ଅଞ୍ଚଳ ଏକ ସୁରକ୍ଷିତ ସ୍ମାରକୀ ତାରି ଉପରେ ଆମେ କୌଣସି ହସ୍ତକ୍ଷେପ କରିପାରିବୁ ନାହିଁ ବା ସୁପ୍ରିମକୋର୍ଟ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ ଏ କଥାଟି ସିଜିଆଇ ବ୍ୟକ୍ତ କରିଥିଲେ ଏବଂ ସେ ମଧ୍ୟ ଉଲ୍ଲେଖ କରି କହିଥିଲେ ଯେ ମନ୍ତବ୍ୟ ଗୁଡ଼ିକ ପ୍ରସଙ୍ଗ ବାହାରେ ନିଆଯାଉଛି ଯୋଉ ସବୁ ମନ୍ତବ୍ୟ ଗୁଡିକ ଭଲ ଚିନ୍ତାଧାରାରେ କୁହାଯାଇଥିଲା ବା ବ୍ରଡର ସେନ୍ସରେ କୁହାଯାଇଥିଲା ତାକୁ ମନ୍ଦ ଉଦ୍ଦେଶ୍ୟରେ ବା ଅଲଗା ସେନ୍ସରେ ବା ଅଲଗା ଅର୍ଥରେ ତାକୁ ପରିପ୍ରକାଶ କରାଯାଉଛି ସୋସିଆଲ ମିଡିଆରେ ଆମେ କହିଥିଲୁ ଯେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ନିୟନ୍ତ୍ରିତ ସ୍ମାରକୀ ମଧ୍ୟରେ ଏହା ତତ୍ତ୍ୱାବଧାନରେ ଅଛି ବା ତାଙ୍କ ଅଧୀନରେ ଅଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଯୋଉଟା କି ଏଏସଆଇ କୁହାଯାଉଛି ତାଙ୍କ ଦ୍ୱାରା ନିୟନ୍ତ୍ରଣ ସ୍ମାରକୀ ମଧ୍ୟରେ ଏଇ ମନ୍ଦିର ବା ଏଇ ମୂର୍ତ୍ତିଟି ଅଛି ତେଣୁ ତାରି ଉପରେ ସେମାନଙ୍କର ବିସର୍ଗାର କରିବା କଥା ତାରି ଉପରେ ବିଚାର ବିମର୍ଶ କରିବା କଥା ବା ତାରି ଉପରେ ଆଲୋକପାତ କରିବା କଥା ସେଥିରେ ଆମେ କୌଣସି ହସ୍ତକ୍ଷେପ କରିବା ଉଚିତ ନାହିଁ ସିଜିଆଇ ଏହା ବ୍ୟାଖ୍ୟା କରିଥିଲେ ଏବଂ ପ୍ରଧାନ ବିଚାରପତି କହିଥିଲେ ଯୋଉଟା କି ତାଙ୍କ ମନ୍ତବ୍ୟ ଖୋଦ ପ୍ରକାଶ କରି ବା ଦୁଃଖ ପ୍ରକାଶ କରି ସେ କହିଥିଲେ କଣ ଯେ ୱାକଫ ମାମଲା ତାଙ୍କ ମନରେ ଯେତେକ ସନ୍ଦେହ ଥିଲା ବା ୱାକଫ ମାମଲାର ଯୋଉ କାର୍ଯ୍ୟକ୍ରମ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମନରେ ଲିଭି ନାହିଁ ସତେଜ ଥିବା ବେଳେ ଆବେଦନ ଆସିଥିଲା ସେ ଏକ ଏଏସଆଇ ରିପୋର୍ଟକୁ ଉଲ୍ଲେଖ କରି କହିଥିଲେ ଯାହା 2025ର ୱାକଫ ସଂଶୋଧନ ଆଇନରେ ଏକ ବ୍ୟବସ୍ଥା ସଂଶୋଧିତ କରାଯାଇଥିଲା ବା କରିଥିଲେ
ଏଇ ଜିନିଷ ମଧ୍ୟ ସେ ତାଙ୍କ ମନରୁ ଲିଭି ନାହିଁ ବା ତାଙ୍କ ମନରେ ଅଛି ସତେଜତା। ଏଇ ଭିତରେ ଏଇ ଯୋଉ ଆବେଦନ ଆସିଥିଲା ତାକୁ ବ୍ୟାଖ୍ୟା କରିକି ସେ କହିଥିଲେ। ତାପରେ ଆହୁରି ମଧ୍ୟ କହିଥିଲେ ସତରେ ଏକ ସୋସିଆଲ ମିଡିଆରେ ଦେଖାଯାଉଥିବା ଉପାୟ ଗୁଡ଼ିକ ସମସ୍ତ ବା ଅ, ତାର କ୍ରାଇଟେରିଆ ଗୁଡାକ ଯୋଉ ଭିନ୍ନ ଭିନ୍ନ କରି ଦେଖାଯାଉଛି ତାହା ଏକ ଦୁର୍ଭାଗ୍ୟଜନକ ଘଟଣା ବା ଦୁର୍ଭାଗ୍ୟକର ବିଷୟ। ପୂର୍ବରୁ ଆମେ ନ୍ୟୁଟନଙ୍କ ନିୟମ ଶିଖିଥିଲୁ। ନ୍ୟୁଟନଙ୍କ ନିୟମ କଣ କହୁଥିଲା? ଯାହା କହୁଥିଲା ତାର ପ୍ରତ୍ୟେକ କାର୍ଯ୍ୟ ପାଇଁ ସମାନ ପ୍ରତିକ୍ରିୟା ଥାଏ। ଆପଣ ଯେତିକି ଗ୍ରାଭିଟିରେ ମାରିବେ ଆପଣ ସେତିକି ଗ୍ରାଭିଟିରେ ପ୍ରତିକ୍ରିୟା ପ୍ରାପ୍ତ କରିବେ। ଏଇଟା ହଉଛି ନ୍ୟୁଟନଙ୍କର ପ୍ରତିକ୍ରିୟା, ଯାହା ନ୍ୟୁଟନ ବୈଜ୍ଞାନିକ ନ୍ୟୁଟନ ଯାହା କହିଥିଲେ ମାଧ୍ୟାକର୍ଷଣ ଉପରେ। ତେଣୁ ଯେତେବେଳେ ଆପଣଙ୍କର ଏଇ ବିଷୟକୁ ଆଲୋଚନା କରୁଛନ୍ତି, ମୁଁ କେବେ ସୋସିଆଲ ମିଡିଆ ଦେଖେ ନାହିଁ ଏ କଥା କିଏ କହିଛନ୍ତି? ସଲିସିଟର ଜେନେରାଲ ମେହଟା ବାବୁ କହିଛନ୍ତି। ଅତି କମରେ जो पर्यंत नवेम्बर 24 अर्थात नवेम्बर 24 सीजेआईଙ୍କର ଯୋଉଟା ଅବସର ହବ ସେ ପର୍ଯ୍ୟନ୍ତ ଆଟଲିଷ୍ଟ ଏଇ ସୋସିଆଲ ମିଡିଆ ମୁଁ ଦେଖିବାକୁ ଇଚ୍ଛା କରୁନାହିଁ। କାରଣ ସୋସିଆଲ ମିଡିଆରେ ଯୋଉ ସବୁ ବ୍ୟବସ୍ଥା ଗୁଡିକ ରଞ୍ଜିତ କରିକି ବା ଆପଣଙ୍କର ନାରେଟ କରିକି ପଦାର୍ଥ କରିକି ଅର୍ଥକୁ ଭିନ୍ନ ଅର୍ଥ କରିକି ଯୋଉ ସୋସିଆଲ ମିଡିଆରେ ବୁଲଉଛନ୍ତି ତାହା ଗ୍ରହଣ ଯୋଗ୍ୟ ନୁହଁ ବା ସେଥିରେ ଆମେ ବିଶ୍ୱାସ କରୁନାହୁଁ। ଯେମିତି ନ୍ୟୁଟନଙ୍କର ଆଲେଖ୍ୟକୁ ସେ ପ୍ରତିପାଦନ କରିଛନ୍ତି। ନ୍ୟୁଟନଙ୍କର ଆଲେଖ୍ୟକୁ ସେ ପ୍ରତିପାଦନ କରିଛନ୍ତି କଣ ନା ଯେତେ ସବୁ ଭୁଲ ତଥ୍ୟ ଗୁଡାକ କରାହଉଛି, ଯଦି ଠିକ ତଥ୍ୟ ଦିଆହଉଛି ଠିକ ତଥ୍ୟ ହିଁ ଦିଆହବ ବା ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ପାଇଁ ସମାନ ପ୍ରତିକ୍ରିୟା ଥାଏ। କିନ୍ତୁ ଏଇଠି କଣ ଭୁଲ ଏବଂ ଅସମାନ ପ୍ରତିକ୍ରିୟା ଆସୁଛି। ସିଜିଆଇ ଗୋଟେ ମନ୍ତବ୍ୟ ଦେଇଛନ୍ତି କିନ୍ତୁ ଜନସାଧାରଣଙ୍କର ଅସମ୍ମାନ ପ୍ରତିକ୍ରିୟା ଆସୁଛି ସୋସିଆଲ ମିଡିଆରେ। ତାକୁ ଅଲଗା ଅର୍ଥରେ ବ୍ୟାଖ୍ୟା କରାଯାଉଛି। ଏ କଥାଟି କହିଛନ୍ତି ସଲିସିଟର ଜେନେରାଲ ମେହେଟା। ତ ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ସମସ୍ତଙ୍କର ଅବଗତି ନିମନ୍ତେ ବହୁ ମାତ୍ରାରେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।